জয় শিশু অনন্ত রাজা রাম वंदे भारतम वंदे ये भारत वर्ष पराधीन हवा परे गोटे स्वाधीनतार विप्लव आरंभ होता छड़े आने 500-600 वर्ष पूर्वे भारत वर्ष थिला कि नहीं थिला किंतु 500-600 वर्ष गोटे देश पराधीन है। ये देश रे राजतंत्र थिला एबे गणतंत्र चली सुंदर परंपरा किसी असुविधा नहीं। आमे कहूचु भारत माता की जय। भारत माता की जय। उत्कल जननी की जय। वंदे उत्कल जननी। आजा कहतु सज्जन टिके भाविकी कहतु जदि आमे कहिबा उत्कल जननी की जय ता सहित जदि कहिबा उत्कल जनक मधुसूदनंकर जय किंबा गोपबंधुंकर जय किंबा फकीर मोहनकर जय तरी एमती कहिबा कथाटा कौन प्रकृत में भल लगे। उत्कल जननी से स्वतंत्र तांको कोलमंडन करिचंती पुत्र भावरे संग्रामी भावरे त्यागी भावरे गोपबंधु मधुसूदन इत्यादि इत्यादि विजु पट्टनायक पर्यंत तांको कोल मंडन करी निजको धन्य करिसंती। सेमती हमें कहूचु भारत माता की जय। माँ जदि आमर भारत हला तले जनक किए माता जदि भारत माता की जय पिता किए जदि आमे कहवा पिता जवाहरलाल नेहरू सरदार वल्लभ भाई पटेल गोटे ना कहवा एत गुड़ाक ना नहीं गोटे ना चिंता करी कहवा जन कह ना भारतर जनक होउचंती पिता होउचंती महात्मा गांधी तमने भारत मातांकर स्वामी कौन होउचंती महात्मा गांधी। भारत मार कोଳରେ यही संग्रामी महात्मा जन्मग्रहण करते। आमे तांकु जदि कहवा महात्मा केते बढ़िया जदि कहवा संग्रामी आउरी बढ़िया जदि कहवा विप्लवी सी अति सुंदर शब्दटीए जदि कहवा महापुरुष हाँ से गीता पढ़ुले। अच्छा जदि कहवा
ଜଣେ ମହାମାନବ ସେ ବି ଭଲ, କାରଣ ସେ ସମନ୍ୱୟୀ ସାଧକ ଥିଲେ। ଈଶ୍ୱର ଆଲ୍ଲାହ, ଈଶ୍ୱର ଆଲ୍ଲାହ तेरो नाम सबको सन्मति दे भगवान। ईश्वर अल्लाह तेरो नाम सबको सन्मति दे भगवान। ଆମେ ଯଦି କହିବା ଜଣେ ମହାପୁରୁଷ ମହାମାନବ ସମନ୍ୱୟୀ, ଯଦି ତାଙ୍କୁ ଆହୁରି ଭଲ ପାଇକିରି ଆମେ କହିବା ଯେଭଳି ରାମ, ମର୍ଯ୍ୟାଦା ପୁରୁଷୋତ୍ତମ ରାମ, ଯେଭଳି ଭଗବାନ ଲୀଳାମୟ କୃଷ୍ଣ ନୃସିଂହ, ସେଇଭଳି ଯଦି ଆମେ କହିବା ପରାଧୀନ ଭାରତର ଅବତାର ହେଉଛନ୍ତି, ଯେ ସ୍ୱାଧୀନତାର ସୂର୍ଯ୍ୟ ଉଦୟ କରିପାରିଥିଲେ, ସେ ହେଉଛନ୍ତି ମହାତ୍ମା ଗାନ୍ଧୀ। ଅବତାର ବୋଲି କହିବା ତାହେଲେ କିଛି ଖରାପ ବି ହେବନି, କିଏ ନ ମାନିପାରେ, କିନ୍ତୁ ନ ମାନିଲେ କି ଦୁଃଖ ବି ନାହିଁ, ମାନିଲେ ବି କାରଣ ସେମାନେ ପ୍ରକୃତ ଗିଫ୍ଟ ସନ୍ ଅଫ୍ ଇଣ୍ଡିଆ, ଏ ଗିଫ୍ଟ ସନ୍ ଅଫ୍ ଭାରତ। ଭାରତର ନାଁଟା ଇଣ୍ଡିଆ ବୋଲି ମୁଁ କହିଲା ମୋ ପାଟିରେ ବଜିଗଲା। ଆମ ରାଷ୍ଟ୍ରପତି ଯେଉଁଦିନ, ଏଇ ଯେଉଁ ବର୍ତ୍ତମାନର ରାଷ୍ଟ୍ରପତି ଯେଉଁଦିନ ଦ୍ରୌପଦୀ ମୁର୍ମୁ ଯେଉଁଦିନ ଶପଥ ଗ୍ରହଣ କରିଥିଲେ, ସେଦିନ ତାଙ୍କ ପାଟିରୁ ଏଇ ଗୋଟିଏ ଶବ୍ଦ ବାହାରୁଥାଏ, ଭାରତ 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 ଭାରତ। ମୋତେ ବହୁତ ଭଲ ଲାଗୁଥାଏ, ମୁଁ ବସିକି ସବୁ ଶୁଣୁଥାଏ। ତେବେ ସଜ୍ଜନ, ପ୍ରତ୍ୟେକ କଥାକୁ ଗୋଟେ ଚିନ୍ତା କରିବାର ଅଛି। ଯେଉଁ କଂଗ୍ରେସ ଆମେ କହୁଛୁ, ଦାବି କରୁଛୁ, ଆମେ ବା ଆମ ଦଳ ଭାରତକୁ ସ୍ୱାଧୀନ କଲେ, ଭଲ ହେଲା, କିଛି କ୍ଷତି ନାହିଁ। ତମେ ନ କରିଥିଲେ ଆଉ କିଏ କରିଥାନ୍ତା? କିନ୍ତୁ ତମେ ସ୍ୱାଧୀନ କଲ, ଏହା କ'ଣ ସତ୍ୟ? ମହାତ୍ମା ଗାନ୍ଧୀଙ୍କ ଆସିବାର ବହୁ ପୂର୍ବରୁ ଦେଶର ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଛି। ତେବେ ଶେଷ ଲୋକ, ସେ ଶ୍ରେଷ୍ଠ ଲୋକ ଭାବରେ ସୁପରିଚିତ ହେଲେ, ଭାରତର ବରପୁତ୍ର ଭାବରେ ସେ ପରିଚିତ ହେଲେ। ଏ ତ ଅତି ଆନନ୍ଦ କଥା। ଆମ 10 ଅବତାର ପରେ ଯଦି ତାଙ୍କୁ 11 ଅବତାରରେ ନିଆଯିବ, ଆଉ କିଛି କାହାର କିଛି କହିବାର ନାହିଁ, କାହାର କ'ଣ ରହିବ, ମୋର କିଛି ରହିବନି। କିନ୍ତୁ ଭାରତ ମାତା ଜାତିର ପିତା ହେଉଛନ୍ତି ଗାନ୍ଧୀ। ତାଙ୍କ ସମ୍ପର୍କଟା କ'ଣ ହେଲା? ସ୍ୱାମୀ ସ୍ତ୍ରୀର ସମ୍ପର୍କ କି? ମାଆକୁ ପୁଅ ସହିତ ଯୋଡ଼ି ଦିଆହେଉଛି। ଯେଉଁମାନେ ଯୋଡ଼ିଛନ୍ତି ସେ ଖରାପ ଉଦ୍ଦେଶ୍ୟରେ ଯୋଡ଼ି ନାହାନ୍ତି, ଏତେ ଭଲ ପାଇଛନ୍ତି ଯେ ଭାବ ପ୍ରବଣରେ କହିଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ। ଇଏ ହେଉଛି ଗୋଟେ କଥା। ତେବେ ଯେଉଁ କଂଗ୍ରେସ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଦଳ, ଏତେ ବର୍ଷ ସ୍ୱାଧୀନତା ହେଇସାରିଲା ପରେ ଯେଉଁ ଇଂରେଜ ମାନଙ୍କର ଦୁର୍ଗ ଥିଲା କୋଲକାତା, ସେଇଠିକାର ଜଣେ MP ସିଏ କହୁଛନ୍ତି ଭାରତର ରାଷ୍ଟ୍ରପତ୍ନୀ ଦ୍ରୌପଦୀ ମୁର୍ମୁ। ଏହା କ'ଣ ପ୍ରକୃତରେ ସେ ଜାଣିକିରି କହିଛନ୍ତି ଖତେଇ ହେଇ, ଯେ ଗୋଟେ ଖତେଇ ହେଇ କହିବା ଦ୍ୱାରା ବି ଟିଭି ପରଦାରେ ସେ ବହୁତ ଚର୍ଚ୍ଚାର ବିଷୟ ହେଲେ। ତାଙ୍କୁ ସେମିତି କେହି ଜାଣିନଥାନ୍ତେ, ବର୍ତ୍ତମାନ ଭାରତ କ'ଣ ବିଶ୍ୱଯାକ ଜାଣିଲେଣି ତାଙ୍କର ନାଁ। ପତି ଆଉ ପତ୍ନୀ ଶବ୍ଦକୁ ଯିଏ ବ୍ୟବହାର କରି ଜାଣିନାହାନ୍ତି,
ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଭାରତର ପତ୍ନୀ। ତାହେଲେ ଭାରତ କ'ଣ? ଭାରତ ତ ଗୋଟିଏ ନାରୀ ବା ତାକୁ ମା ରୂପରେ ସମ୍ମାନ ହୁଏ। ତାଙ୍କର ପୁଣି ଆଉ ଗୋଟିଏ ପତ୍ନୀ ବାହାରିଲେ ଦ୍ରୌପଦୀ ମୁର୍ମୁ। ପୂଜାର ବ୍ୟତିକ୍ରମ କରି କେହି କେବେ ଅମର ହେଇ ରହିପାରେ ନା। କଳଙ୍କମୟ ଇତିହାସ ସୃଷ୍ଟି କରେ। ଭଗତ ସିଂ, ଖୁଦିରାମ, ଏହି ସଂଗ୍ରାମୀମାନେ ବ୍ରିଟିଶ ପାର୍ଲିଆମେଣ୍ଟରେ ବମ୍ ପକାଇଛନ୍ତି, ଫାଶୀ ଖୁଣ୍ଟରେ ଝୁଲି ଯାଇଛନ୍ତି, ହସି ହସି ବନ୍ଦେ ମାତରମ୍ କହିଛନ୍ତି। କିନ୍ତୁ ତାଙ୍କୁ କେହି କଳଙ୍କିତ ମଣିଷ ବୋଲି କହିବ ନାହିଁ। ସିଏ ହେଉଛନ୍ତି କଳଙ୍କ ବିମୁକ୍ତ ଗଙ୍ଗା। ତେଣୁ ସଜ୍ଜନ, ଭାଗବତର ସେହି ପଦଟି ବୁଝି ବିଚାରି କର୍ମ ବୁଝି ବିଚାରି ପ୍ରମାଦ ଆମେ କହିବା ଏଗୁଡ଼ା ସବୁ ଭାଗବତ କହିଛି। ଭାଗବତ ଗୁଡ଼ାକ ସବୁ ବୁଢ଼ା ପଢ଼ିବେ, ହଡ଼ା ପଢ଼ିବେ, ବାବାଜୀ ପଢ଼ିବେ, ମାତାଜୀ ପଢ଼ିବେ, ଏଗୁଡ଼ା କ'ଣ ଆମର ଦରକାର? ଦେଶ କଥା କେଉଁଠି? ଇଏ ଗୋଟେ ଭାଗବତର କହିଲେ ବୁଝି ବିଚାରି କାମ କଲେ ନାଇଁ। ଭାଗବତ ହିଁ ଭାରତ ମା ଠାରୁ ଜନ୍ମ, ଏ ବି ତାର ସନ୍ତାନ। ଭଲକରି ବୁଝ, ବିଚାର କର, ତାପରେ କାମ କରିବ, ତାହେଲେ ଭୁଲ ଭାଲ ହେଇଯିବ। ଭାରତ ଯେତେବେଳେ ସ୍ୱାଧୀନ ହେଲା, ଗଣତନ୍ତ୍ର କ'ଣ କେତେ ଜଣ ବୁଝିଥିଲେ? ସମଗ୍ର ଭାରତୀୟମାନେ ବୁଝିଥିଲେ କି? ଟ୍ରେନିଂ ଦିଆ ହେଇଥିଲା କି? ଆଜି ବି ପଚାରନ୍ତୁ ଗାଁ ଗହଳିରେ, ରାଜ୍ୟସଭା କ'ଣ, ଲୋକସଭା କ'ଣ, ବିଧାନସଭା କ'ଣ? ଆଜି ବି ପଚାରନ୍ତୁ, ଅନେକ ଲୋକ କହିପାରିବେନି। ତେଣୁ ଭାରତ ସ୍ୱାଧୀନ ହେଇଛି ବୋଲି କହିଲେ କ'ଣ ହେବ? ଏପର୍ଯ୍ୟନ୍ତ ତ ଆମେ ଶିଖିଲୁ ନାହିଁ ରାଜ୍ୟସଭା କ'ଣ, ଲୋକସଭା କ'ଣ, ବିଧାନସଭା କ'ଣ। ଏଇଭଳି ଅନେକ କଥା ଆମେ ଜାଣିପାରିବୁ ବା ଆମେ ବୁଝିବାକୁ ଚେଷ୍ଟା ମଧ୍ୟ କରୁନାହୁଁ। ଆଚ୍ଛା ସଜ୍ଜନ, ଭାରତୀୟମାନଙ୍କର ଯେଉଁ ହିନ୍ଦୁ ସଂସ୍କୃତି, ଏ ତ ଗଣତନ୍ତ୍ର ଦେଶ ବୋଲି ଆମେ ଡିକ୍ଲେୟାର କଲେ। ଏ ଗଣତନ୍ତ୍ରରେ ଏଠି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶିଖ ସମସ୍ତଙ୍କୁ ସମାନ ଅଧିକାର ଦିଆଯିବ। ତାହେଲେ ହିନ୍ଦୁମାନଙ୍କର 2ଟି ସନ୍ତାନ ହେବ, ମୁସଲମାନଙ୍କର 5-6ଟି ହେବ। ଇଏ ପୁଣି କେଉଁ କଥା? ଇଏ କ'ଣ ଗଣତନ୍ତ୍ର? ଇଏ କ'ଣ ଗଣତନ୍ତ୍ରର ପରମ୍ପରା କି? ଆଚ୍ଛା, ଆମେ ଆଜି ବି ଏ ଭାରତୀୟମାନଙ୍କୁ ମାନେ ହିନ୍ଦୁମାନଙ୍କୁ ଆମେ ଅଙ୍ଗୁଳି ନିର୍ଦ୍ଦେଶ କରି କହୁଛୁ ଇଏ ସବୁ ବ୍ରାହ୍ମଣ ଗୁଡ଼ିକ ନିଜକୁ ଭାରି ଅହଙ୍କାରୀ ହେଇଗଲେଣି, କ୍ଷତ୍ରିୟ ଗୁଡ଼ାକ ଅହଙ୍କାରୀ ହେଇଗଲେଣି, ବୈଶ୍ୟ ଗୁଡ଼ାକ କଳା ବଜାରୀ ହେଇଗଲେଣି। ବୈଶ୍ୟ ମାନେ ବେପାରୀ। ଆଉ ଶୂଦ୍ର ଗୁଡ଼ାକୁ ଘୃଣା କରାହେଉଛି। ଇଏ ଗୋଟେ କ'ଣ ଜାତି? ପ୍ରକୃତରେ ତ ବୁଝିଛ କି? ବୁଝି ବିଚାରି କର୍ମ ପ୍ରମାଦ ବୁଝି ବିଚାରି ଯେଉଁ ଦେଶର କୋଳରେ ହିନ୍ଦୁ,
ତା ଠାକୁରକୁ ଡାକେ, ମୁସଲମାନ ତା ଠାକୁରଙ୍କୁ ଡାକେ, ସିଏ ଦେଶ ଖ୍ରୀଷ୍ଟିଆନ ତା ଠାକୁରଙ୍କୁ ଚର୍ଚ୍ଚରେ ବେଲ ବଜାଏ ବା ଡାକେ। ସେ ଦେଶରେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ରହିବ କି ନା ଆମେ କହିପାରିବାନି। କର୍ମାନୁସାରେ ବ୍ରାହ୍ମଣ ହେଇପାରିବେ, କର୍ମାନୁସାରେ ସୈନିକମାନେ କ୍ଷତ୍ରିୟ, ଆଜିର ବ୍ୟବସାୟୀମାନେ ବୈଶ୍ୟ, ଆଜିର ରାଷ୍ଟ୍ର ସେବକମାନେ ଶୂଦ୍ର, ଆଜିର ଦେବାର୍ଚ୍ଚନ କରୁଥିବା ସାଧକମାନେ ବ୍ରାହ୍ମଣ, ମୌଲବୀମାନଙ୍କ ଭିତରେ ମୌଲବୀମାନେ ବ୍ରାହ୍ମଣ, ତାଙ୍କ ଭିତରେ ଯେଉଁମାନେ ଯୁଦ୍ଧ କରୁଛନ୍ତି କ୍ଷେତ୍ର, ସବୁ ଦେଶରେ ଏ କଥାଟା ରହିଛି। କିନ୍ତୁ ଆଗରୁ ଥିଲା, ଗୀତା କହୁଥିଲେ ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟା ଗୁଣ କର୍ମ ବିଭାଗ। ଯେଉଁ ମହାତ୍ମା ଗାନ୍ଧୀ ଜଗନ୍ନାଥଙ୍କ ଦର୍ଶନକୁ ଗଲେ ନାହିଁ, କାରଣ ସେଠାକୁ ସବୁ ଜାତିର ଲୋକ ଯାଇପାରୁନାହାନ୍ତି, ତେଣୁ ବୁଝିବେ। କସ୍ତୁରୀବା ଗଲେ, କିନ୍ତୁ ମହାତ୍ମା ଗାନ୍ଧୀ ଆମ ତେଲଙ୍ଗା ପେଣ୍ଠ ନୂଆଗଡ଼ ପାଖରେ ସେ ରହିଲେ, କ୍ୟାମ୍ପ କରି କସ୍ତୁରୀବା ଯାଇ ପୁରୀ ଶ୍ରୀକ୍ଷେତ୍ର ବୁଲିକି ଆସିଲେ। ଆଚ୍ଛା, ମୁଁ ଗୋଟିଏ କଥା ଆପଣମାନଙ୍କୁ ପଚାରୁଛି, ମୁଁ ବୁଝିପାରୁନି, ଯଦି ଆପଣମାନେ ବୁଝିଥିବେ ମୋତେ ଟିକେ ଦୟାକରି ବୁଝେଇବେ, ମୁଁ ମୋର ଟିକେ ବୁଝିପାରିଲେ ଭଲ ହେବ। ଆଉ ଇଏ ଗୋଟେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ତା ଭିତରୁ ଜନ୍ମ ହେଲେ 36 ପାଟକ, ଗୁଡ଼ିଆ, ବଢ଼େଇ, କମାର, ରଜକ, ବାରିକ, ଏତେ ଜନ୍ମ ହେଲେ। କିନ୍ତୁ ଭାରତର ସ୍ୱାଧୀନତା ପରେ ପରେ ଆଉ ଗୋଟେ ଜାତି ସୃଷ୍ଟି ହେଲା, ଯେଉଁ ଜାତିକି ମହାତ୍ମା ଗାନ୍ଧୀ ସୃଷ୍ଟି କଲେ। ସେ ଜାତିର ନାଁ ହେଲା ଗାନ୍ଧୀ। ପ୍ରଥମେ ଫିରୋଜ ଖାଁଙ୍କୁ ଫିରୋଜ ଗାନ୍ଧୀ କୁହାଗଲା। କାହିଁ ଫିରୋଜ ଖାଁ ରହିଥିଲେ କ'ଣ ହେଇଥାନ୍ତା? ଏବା ଗଣତନ୍ତ୍ର ଆଣିଲ, ଫିରୋଜ ଖାଁ ସେ ଫିରୋଜ ଖାଁ ହିଁ ରହିଥାନ୍ତେ। ଫିରୋଜ ଗାନ୍ଧୀ, ତାଙ୍କୁ ଯିଏ ବିବାହ ହେଲେ ସିଏ ହେଲେ ଇନ୍ଦିରା ଗାନ୍ଧୀ। କାହିଁ ଜବାହରଲାଲ ନେହେରୁ ଇନ୍ଦିରା ତାଙ୍କର କ'ଣ କାଷ୍ଟ ছিল, କହିଥିଲେ କ'ଣ ଅସୁବିଧା ହେଇଗଲା? ଫିରୋଜ ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ସମସ୍ତଙ୍କୁ ସମ୍ମାନ ଦେଇ ଭଳିଆ କହୁଛି, ଜମା କିଛି କହୁନି, ମୁଁ ବୁଝିପାରୁନି ବୋଲି କହୁଛି। ଇନ୍ଦିରା ଗାନ୍ଧୀ ତାପରେ ଆସିଲେ, ତାଙ୍କଠାରୁ ଆସିଲେ ରାଜୀବ ଗାନ୍ଧୀ, ସଞ୍ଜୟ ଗାନ୍ଧୀ। ଗଲା, ବାପା ନାଁ କୁଆଡ଼େ ଉଡ଼ିଗଲା, ସବୁ ଗାନ୍ଧୀଙ୍କ ନାଁରେ ହେଲା। ଆଚ୍ଛା, ତାଙ୍କଠାରୁ କିଏ ଆସିଲେ? ରାହୁଲ ଗାନ୍ଧୀ, ମେନକା ଗାନ୍ଧୀ, ମେନକା ଗାନ୍ଧୀ, ବରୁଣ ଗାନ୍ଧୀ। ବର୍ତ୍ତମାନ ମେନକା ଯଦିଓ ଜଣେ ଖ୍ରୀଷ୍ଟିଆନକୁ ଭଲ ପାଇ, ଗଣତନ୍ତ୍ରରେ ଖ୍ରୀଷ୍ଟିଆନ ବହୁ ସମସ୍ତେ ସମାନ, ସେ ତାଙ୍କ ଭଲ ପାଇ ବାହାରେ, ଆମର କ'ଣ ଯାଉଛି? ତାଙ୍କଠୁ ଯେଉଁ ସନ୍ତାନ ଆସିବେ ସେ ବି ସେଇ ଗାନ୍ଧୀ ନାଁରେ ପରିଚିତ ହେବେ। ଏହା କ'ଣ? ଏଠି ମୁସଲମାନ, ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ ସମସ୍ତଙ୍କୁ ମିଶେଇ ଦିଆଗଲା, ଆଉ ଗୋଟିଏ ନୂଆ ଜାତି ସୃଷ୍ଟି ହେଲା। ଏଇ ହେଉଛି ସେଇ ଭାରତ ବର୍ଷ, ଉଦାର ଦେଶ। ଆଚ୍ଛା, ମୁଁ ଗୋଟିଏ କଥା ପଚାରୁଛି ଆପଣମାନଙ୍କୁ, ଆଉ ଗୋଟିଏ କଥା। ପବିତ୍ର କୁରଆନରେ କ'ଣ ଲେଖା ହେଇଛି? ତ ଲେଖା ତ ହେଇଛି, ତ ଆଜି ଲେଖା ହେଇନି, ସେ କୋଉ କେତେ ହଜାର ବର୍ଷ ପୂର୍ବରୁ ଲେଖା ହେଇଛି। ଆମର କ'ଣ ଆବଶ୍ୟକ
କୁରାନରେ କ'ଣ ଲେଖା ହେଇଛି ତାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା। ମହମ୍ମଦ 7 ବର୍ଷର ଝିଅକୁ ବାହା ହେଇଥିଲେ। ସେ ବର୍ତ୍ତମାନ ପରିପ୍ରେକ୍ଷୀରେ କହିବାର କ'ଣ ଆବଶ୍ୟକ ଥିଲା? ଯଦି ଇସଲାମ ଧର୍ମର କେହି କହିଥାନ୍ତେ ଆମେ ଏଣିକି 3 ବର୍ଷର ଝିଅକୁ ବାହା ହେବୁ, ତାହେଲେ ଆପଣ କହିଥାନ୍ତେ ଆଙ୍କର ତ ମହମ୍ମଦ 7 ବର୍ଷର ଝିଅକୁ ବାହା ହେଇଥିଲେ, କାହିଁକି ସେ ନାଁ ଧଇଲ? ତମେ କାହିଁକି ଅଙ୍ଗୁଳି ନିର୍ଦ୍ଦେଶ କଲ? ଯେମିତି ଭାରତର ରାଷ୍ଟ୍ରପତିକୁ ରାଷ୍ଟ୍ରପତ୍ନୀ କରିଦେଲ, ସେମିତି କ'ଣ ପାଇଁ ତାଙ୍କୁ କହିଲ? ତମେ ଯେତେବେଳେ ତାଙ୍କୁ କହିଲ, ଏଟା କୋରାନରେ ଲେଖା ହେଇଛି, କୋରାନରୁ ଲିଭେଇ ଦେଲନି, ଲିଭେଇ ତ ପାରିବନି। ସୁପ୍ରିମକୋର୍ଟରେ କହିଲନି, ସେ ତାକୁ ବନ୍ଦ କର ବୋଲି କହିଥାନ୍ତେ, କାହିଁ କହିବେ? କାହିଁକି ସେ ବନ୍ଦ କରିଥାନ୍ତେ? ଯାହା ଲେଖା ହେଇছে କହିବେ। ଆମ କୃଷ୍ଣ 16,000 ଗୋପୀଙ୍କ ସହିତ ଲୀଳାଖେଳା କରୁଥିଲେ। କିଛି ଲୋକ ଅଛନ୍ତି, ଭାଣ୍ଡାମୀ ଲୋକ, ତାକୁ ଭୁଲ ବାଟରେ ବ୍ୟାଖ୍ୟା କରନ୍ତି। କୃଷ୍ଣଙ୍କର 8ଟି ପାଟ ବଂଶୀ ଥିଲେ, ତା ତତ୍ତ୍ୱ ଯାଇ କୋଉଠି ତାକୁ ବି ଭୁଲ ବ୍ୟାଖ୍ୟା କରନ୍ତି। କୃଷ୍ଣ ଯେତେବେଳେ ଦେହତ୍ୟାଗ କଲେ, ହଜାର ହଜାର ରାଣୀମାନେ କାଳେ ନିଆଁରେ ଝାସ ଦେଇକିରି ମଲେ। ଏହା ସବୁ କଳଙ୍କମୟ ଅଧ୍ୟାୟ। ଆମେ ଜାଣିଛୁ କୃଷ୍ଣ ହିଁ କୃଷ୍ଣ। ସିଏ କେତୋଟି ବିବାହ ହେଲେ, କିଏ ତାଙ୍କର ଅଗ୍ନିରେ ଝାସ ଦେଇ ମଲେ, ସେଗୁଡ଼ାକ ଆମର କ'ଣ ଦରକାର? ବଳିଆ ଜାଣିଛି କୃଷ୍ଣ କ'ଣ ଲୀଳା କରିଥିଲେ, ମୋର ମନେ ପଡ଼ିବନି ଯେତିକି। ମୋର ଗୀତା ଭଲ ତ ମୁଁ ଭଲ। ସେଥିପାଇଁ ବୈକୁଣ୍ଠ କହିଥିଲେ, ସେ ବି ରାମକୁ ଡାକୁଥିଲେ, ସିଏ କୃଷ୍ଣକୁ ଡାକୁଥିଲେ, କିନ୍ତୁ ଆମକୁ ସବୁ କହିଗଲେ, ଭାଇ ପଢ଼ରେ ଗୀତା, ତେଜି କୁଚିନ୍ତା, ଜୀବନକୁ ଦିଅ ପବିତ୍ରମୟ, ଜୀବନକୁ ଦିଅ ପବିତ୍ରମୟ। ଭାଇ ପଢ଼ରେ ଗୀତା, ତେଜି କୁଚିନ୍ତା, ଜୀବନକୁ ଦିଅ ପବିତ୍ରମୟ, ଜୀବନକୁ ଦିଅ ପବିତ୍ରମୟ। ଇଏ ବୈକୁଣ୍ଠ ଥିଲେ ସ୍ୱାଧୀନତା ସଂଗ୍ରାମୀ। ତାଙ୍କ 100 ବର୍ଷ ଯୋଉଦିନ ପୂର୍ଣ୍ଣ ହେଇଥିଲା, ଶିଶୁ ଅନନ୍ତ ଆଶ୍ରମ ତାଙ୍କ ପାଇଁ 100ଟି ଗଛ ଲଗେଇଥିଲା। ତାଙ୍କ ପରିବାର ଲୋକ ବୋଧେ ଭୁଲି ଯାଇଛନ୍ତି। ବର୍ଷକ ଯାକ ପ୍ରତ୍ୟେକ ଦିନ ତାଙ୍କ ଉଦ୍ଦେଶ୍ୟରେ ଆମେ କରୁଥିଲୁ ଶତବାର୍ଷିକ। ମୁଁ କ'ଣ ତାଙ୍କ ଶିଷ୍ୟ? ମୁଁ ତାଙ୍କ ପୁଅ। ଆଚ୍ଛା, ଠାକୁର ଅଭିରାମ କଳି ଭାଗବତ ଲେଖିଲେ, ପଞ୍ଚମ ଜଜକୁ ପଞ୍ଚମନ କଲେ, ତାଙ୍କୁ ଇଂରେଜ ସରକାର ନଜରବନ୍ଦୀରେ ରଖିଲେ, ବାହାରକୁ ବାହାରି ନାହାନ୍ତି। କିନ୍ତୁ ତାଙ୍କ ଲେଖନୀ ମଧ୍ୟ ଶେଷ ହେଇନି, ଚାଲିଛି। ଆପଣ ଦେଖିବେ ପ୍ରାଚୀର ମଧୁସୂଦନ, ଆପଣ ଭାବୁଥିବେ କେତେଜଣ ଏ ବାବା ଇଏ 4 ଜଣ ମହାପୁରୁଷଙ୍କ ଟିକି ଟାକିରି କହୁଛନ୍ତି। ସେ ମୁଁ ଦେଶପ୍ରେମୀମାନଙ୍କୁ ମୁଁ ଭଲ ପାଏ। ତାଙ୍କର ପ୍ରାଚୀ ନୟାହାଟର ଅଖଣ୍ଡ ନାମ ମଣ୍ଡପ ଦେଖିବେ, ଆଉ କେଉଁଠି ମୁଁ ଦେଖିନି ମହାତ୍ମା ଗାନ୍ଧୀଙ୍କ ଫଟୋ ରହିଛି ତାଙ୍କ ନାମ ମଣ୍ଡପରେ।
ସିଏ ମଧ୍ୟ ସ୍ୱାଧୀନତା ଭାରତର ସ୍ୱାଧୀନତା ପାଇଁ ସେ ଲେଖିଛନ୍ତି ସଙ୍ଗୀତ। ଖାଲି ଏତିକି ନୁହେଁ, ତାଙ୍କ ଶତବାର୍ଷିକ ବି ଇଏ ସେବକ ପାଳନ କରିଛି। 100ଟି ଗଛ ମାନେ କ'ଣ କରିଛି ଏଇଟା କରି ବିତରଣ କରିଛି ଲୋକ ଲଗେଇବା ପାଇଁ। ସେଇଭଳି ଭାବରେ ବାୟା ହେଉଛନ୍ତି ମୋର ମାନସ ଗୁରୁ, ମୋ ଠାକୁର ନିଗମାନନ୍ଦଙ୍କର ପ୍ରତିମୂର୍ତ୍ତି ବୋଲି ତାଙ୍କୁ ମୁଁ ଧରି ନେଇଛି। ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ମୋର ଦୀକ୍ଷା ଗୁରୁ, କିନ୍ତୁ ମୁଁ ତାଙ୍କଠାରୁ କିଛି ଶୁଣିନି। ଇଏ ସ୍ୱପ୍ନରେ ଥରେ ଦୁଇଥର କ'ଣ ଦେଖିଛି, ତାଙ୍କ ବହିରେ କ'ଣ ଲେଖା ହେଇଛି ପଢ଼ିଛି, ପୁରା ବି ମୁଁ ପଢ଼ିନି, ମିଛ କାହିଁ କହି ପଢ଼ିନି। କିନ୍ତୁ ଯାହା ଶୁଣିଛି, ଯାହା ଶୁଣିକିରି ନିଜ ଜୀବନରେ ଲଗେଇଛି, ସେ ବ୍ୟକ୍ତି ହେଉଛନ୍ତି ନାମାଚାର୍ଯ୍ୟ ବାୟା ବାବା। ଆପଣ ଦେଖନ୍ତୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର, ସିଏ ମଧ୍ୟ ଭାରତର ସ୍ୱାଧୀନତା ବେଳେ କହିଲେ ଯେତିକି ଏଠି ମୁସଲମାନ ରହୁଛନ୍ତି ପାକିସ୍ତାନରେ ସେତିକି ହିନ୍ଦୁ ରଖ। ମାନିଲେନି, ଓନା ଗଣ୍ଡଗୋଳ ଚାଲିଛି। ତାଙ୍କୁ ଦେଶବନ୍ଧୁ ଚିତ୍ତରଞ୍ଜନ ବି ଭକ୍ତି କରୁଥିଲେ। ଇଏ ହେଉଛି ସେଇ ଦେଶ। ଇଏ ଦେଶ ବଳିଦାନର ବହିଟିଏ ପଢ଼ିବା ପାଇଁ ସମସ୍ତଙ୍କୁ ବଳିଆ ନିବେଦନ କରୁଛି। କେଉଁ ସାଧୁ ସନ୍ଥ ମାନଙ୍କର ନାଁ ଇତିହାସରେ ଅଛି? ତେଣୁ ଆମେ ଅନେକ ଇତିହାସକୁ ପୋଡ଼ି ଜାଳି ପାଉଁଶ କରିଦେଲୁ। ସୋମନାଥ ମନ୍ଦିରକୁ ଲୁଣ୍ଠନ କଲେ, ସୋମନାଥ ଶିବଲିଙ୍ଗକୁ ଓପାଡ଼ିକିରି ଫୋପାଡ଼ି ଦେଲେ। ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଯେ ସୋମନାଥ ମନ୍ଦିର ତିଆରି କଲେ, ତାଙ୍କୁ ପ୍ରଶ୍ନ ହେଲା, ପ୍ରଶ୍ନ ଗୁଡ଼ା କେମିତି ହେଉଛି ଦେଖନ୍ତୁ। ତୁମେ ଗଣତନ୍ତ୍ର ରାଷ୍ଟ୍ରପତି ହେଇ ସୋମନାଥ ମନ୍ଦିରକୁ ଉଦ୍ଧାର କଲ କେମିତି? କ'ଣଟା ଉଦ୍ଧାର କରିଥାନ୍ତେ କୁହନ୍ତୁ? ସୋମନାଥ ମନ୍ଦିରକୁ ଉଦ୍ଧାର କଲ କେମିତି? ଯଦି ଆମେ ଯଦି କହିବୁ ବାବରୀ ମସଜିଦ୍ ତୁମେ ଭାଙ୍ଗିଲ କାହିଁକି, ବାବରୀ ମସଜିଦ୍ କଲ କାହିଁକି? ତ ରାମ ମନ୍ଦିର ଥିଲା, ତମେ କାହିଁକି ବାବରୀ ମସଜିଦ୍ କଲ? ଏଗୁଡ଼ା କ'ଣ ଯୁକ୍ତି? ଡକ୍ଟର ରାଜେନ୍ଦ୍ର ପ୍ରସାଦ ହସି ହସି କହିଥିଲେ, ମୁଁ ପ୍ରଥମେ ହିନ୍ଦୁ, ତାପରେ ମୁଁ ଭାରତୀୟ, ତାପରେ ମୁଁ ରାଷ୍ଟ୍ରପତି, ତାପରେ ମୁଁ ଗଣତନ୍ତ୍ରର। ଆଜି ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହୁଛ। ଆଜି ବେଙ୍ଗଲର ଗୋଟିଏ ମନ୍ତ୍ରୀଙ୍କ ଘରୁ ଗୋଟାଏ ଟ୍ରକ ଟଙ୍କା ସୁନା ବାହାରିଛି, ଟଙ୍କା ବାହାରିଛି, ସୁନା ବାହାରିଛି, ଟ୍ରକରେ ନଦା ହେଇକିରି ଗଲା। ଏହା କ'ଣ ଦେଶପ୍ରୀତିର ନମୁନା? ଖାଲି ମନ୍ତ୍ରୀ ପଦକୁ କାଢ଼ିଦେଲେ ହେଇଗଲା? ଇଏ କ'ଣ ସେଇ ଦେଶ? ସୁଭାଷ ବୋଷଙ୍କୁ ମଧ୍ୟ ଆରବର ରାଜା ସୁଭାଷ ବୋଷଙ୍କ ଓଜନର ସୁନା ତାଙ୍କୁ ଦେଇଥିଲେ। ସେ କହିଥିଲେ ଆପଣଙ୍କ ପାଖରେ ଥାଉ, ଆବଶ୍ୟକ ହେଲେ ମୁଁ ନେବି। I don't want gold, I want only independence of India। ତେଣୁ ସଜ୍ଜନ, ବହୁତ କଥା ଆମେ କହିପାରୁ। ତେଣୁ ସେଇ ମହାତ୍ମା ଗାନ୍ଧୀଙ୍କ ପାଖକୁ ଖାଲି ଯାଇ ଗୋଟେ ଫୁଲ ଟିକେ ଦେଇଦେଇ ଦଣ୍ଡବତ ହେଇଦିଏ, କ'ଣ ଆମେ ମହାତ୍ମା ଗାନ୍ଧୀ ଦଣ୍ଡବତ, ଏଇଥିରେ କ'ଣ ଗାନ୍ଧୀ ଖୁସି ହୁଅନ୍ତି? ଗାନ୍ଧୀଙ୍କର ପୋଷାକ ତମ ପାଖରେ କାହିଁ? ଗାନ୍ଧୀଙ୍କର ସମୟାନୁବର୍ତ୍ତିତା
तुम पाखे कहीं कह प्रोग्राम माने डिपार्चर से कौन लंच डिनर ब्रेकफास्ट सब टाइप ही चली आसो किंतु डिनर जिते से तुम आसी पहुँचब एत कौन कर जो देश समय को सम्मान दिया जाए समय को सम्मान दौले महात्मा गांधी घंटाटी हाथ में पिंधि नी अंटार आम तो केते बढ़िया बढ़िया दामिकिया चश्मा नाऊ ये गोलिया चश्मा टी नाउले से भारत माता को प्रार्थना करुच्ची सेवक बढ़िया फेरी आस गांधी गोपबंधु उत्कल गौरव मधुसूदन फकीर मोहन धरणी धर गौरी शंकर फेरी आस भारत वर्ष पुणी थे तुम्हें जन्म लियो फेरी आस सरदार वल्लभ भाई पटेल तेणु ये भारत सीमांत गांधी भगत सिंह यही मानक भली वीर न आसवा पर्यंत ये वीर भूमि केबे हेले उठिब नहीं कलंकमय अध्याय सृष्टि करी लंबा लंबा भाषण दे भोट पाई राजनीति कले हबानी रास्ता तैयारी करुच चिक चिक से रास्ता चिकी चिकी हो गला से चिकी चिकी रास्तार उभय पार्श्व मद दुकान खोला 10टा चिकी चिकिया गाड़ी चढ़ी चिकी चिकिया युवक माने झील माने भी एबे मद्य पीकरी गले माने बाड़े एक्सीडेंट होकरी मले हे भारत सरकार बढ़ियार निवेदन ये कथा तुम पाखे पहुँचो कि नहीं मुझे जानी नहीं आपको छाड़देवा फेसबुक ना कौन बाटर आसला बेले अनेक गाई मान को देखिली षंढ मान को देखिली मो आखिर लुह बहीगला आज गुहार तैयारी हो नहीं गोबर व्यवहार हो नहीं जाळेणी काठ हो नहीं छेलीटे काटिले 20 केजी कि 30 केजी मांस हम गोटे गाई की बलद काटिले 2-3 क्विंटाल मांस एकात्र बाहर कहीं से छेली काटे गाई गुड़िक आश्रय नहीं रास्ता कड़े षंढ 2-3 शोई मु भाविली प्रभु यही होची भारत वर्ष निरीह जीव मान को हत्या करी तांको रक्त रे आमे आज भारत माता की जय बोली कहूचु आम ठारू निर्लज कई नहीं से भीम बही लिखिले जो भीम बही पदटी को आम राष्ट्रपति गाइले पुणी आम उपराष्ट्रपति भी गाइले प्राणी कवार दुख जीवन पछे नटे पड़ी खाऊ
ଦେଖନ୍ତୁ ସଜ୍ଜନ, ଆମ ଠାକୁର ଅଭିରାମ ଗୋଟେ ଲେଖିଲେ, ଆମେ ତ ବ୍ୟାକୱାର୍ଡ, ଅଦର ବ୍ୟାକୱାର୍ଡ, ଏ କେତେ ସିଡ୍ୟୁଲ ଟ୍ରାଇବ୍, ସିଡ୍ୟୁଲ କାଷ୍ଟ, କେତେ ଜାତି, ଆମେ ଜାତିବାଦକୁ ବିରୋଧ କରି ଅନେକ ଜାତି ଆମେ ସୃଷ୍ଟି କଲୁଣୁ। ମୁଁ ପଚାରୁଛି, ଅନେକ ଜାତି ସୃଷ୍ଟି ତେମେ କଲଣି, ଠାକୁର ଅଭିରାମଙ୍କର ଗୋଟେ ଯୁକ୍ତି ହେଲା, ଆମେ ରଜକକୁ ଘୃଣା କରୁଛୁ, ହେ ଡୋବାଟା। ଆଚ୍ଛା ସଜ୍ଜନ, ଠାକୁର ଅଭିରାମ ଲେଖିଲେ ସେ ରଜକ ଦେହରେ କି ତା ହାତରେ କେତେ ପବିତ୍ରତା ରହିଛି ଯେ ସିଏ ତୁମର ଅଛୁଆଁ ଲୁଗାକୁ ଶୁଦ୍ଧ ସ୍ନାନରେ, ଋତୁସ୍ନାନରେ ସେ ଲୁଗାକୁ ଛୁଇଁ ଦେଇ ଧୋଇଦେଲେ ସେ ପବିତ୍ର ହେଇଯାଉଛି। ତାହେଲେ ପବିତ୍ର ସିଏ ନା ତୁମେ ପବିତ୍ର? ତୁମେ ଯିଏ ଘୃଣା କରୁଛ ତମେ ପବିତ୍ର ନା ସେ ପବିତ୍ର? କିନ୍ତୁ କ'ଣ ହବ, ରଙ୍କ କଥା ବାଙ୍କେ, ସେ କରମଳାର ବାବାଇଟା ଲେଖିଛି, ସିଏ କ'ଣ ଗୁଡ଼ା ଲେଖିଥିବ, କିଛି ତ କାମ ନଥିଲା, ଏହା ଲେଖି ପକେଇଛି ଆଉ କ'ଣ। ସେଥିପାଇଁ କବି ଲେଖିଛନ୍ତି। ବାବୁମାନେ ଟିକେ ସମୟ ନେଇଛି ଆଜି, ଟିକେ ଶୁଣିବେ, ଆକୁ ଥରେ ଦିଥର ଶୁଣନ୍ତୁ। ନାହାନ୍ତି ଜଗତେ ବଳଦେବର ଥେ ଅଭିମନ୍ୟୁ ଦୀନ କୃଷ୍ଣର ନାଥେ ଗଲେଣି ସମସ୍ତେ ଉପେନ୍ଦ୍ର ସହି ଏକା ତ ଧୋ ଯାବିରା ଶ୍ରୀ କପୁର ତକ ଗଲାଣି ତ ଉଡ଼ି ଖାଲି କନା ଖଣ୍ଡି ରହିଅଛି ପଡ଼ି କେତେ କାଳ ଏ ଦେଖାଇବ ମା ବଇ ମାତୃଭାତୃ ସମାନ ବଇ ମାତୃଭାତୃ ସମାନ। କଥାଟିକି ବରଂ ଅଳ୍ପ ଅଳ୍ପ ଶୁଣ, ଦୁଇ ତିନି ଥରରେ ଶୁଣ। ଯଦି କିଛି ପ୍ରଶ୍ନ ବା ସୃଷ୍ଟି ହୁଏ ମେସେଜ କଲେ ମୁଁ ତାର ଉତ୍ତର ନିଶ୍ଚୟ ଦେବି। ଭୁଲ ବ୍ୟାଖ୍ୟା କରିବେ ନାହିଁ। ସମସ୍ତଙ୍କ ଶୁଭ କାମନା କରି ବଳିଆ ରହୁଛି। ଜୟ ଶିଶୁ ଅନନ୍ତ ରାଜା, ଜୟ ସତ୍ୟ ସନାତନ କଳ୍କିରା, 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 ଜୟ ଶିଶୁ। ଆଉ ଗୋଟେ କଥା ମୁଁ ଭୁଲିଗଲି କହିବା ପାଇଁ, ଯେ ତମେ କୋରାନର କଥାକୁ ସମାଲୋଚନା କଲ, ସେମାନେ ତାକୁ ସହିପାରିଲେ ନାହିଁ। ଗୋଟିଏ ନିରୀହ ଲୋକକୁ ଜଣେ ବା ଦୁଇ ଜଣ ଲୋକଙ୍କ ବେକକୁ କାଟିଦେଲେ। ତମେ ବର୍ତ୍ତମାନ ଟିଭି ପରଦାରେ ଭୁଲ ମାଗିପାର ନ ମାଗିପାର, ସେ ଅଲଗା କଥା। ସେ ଜୀବନକୁ ଆଉ ଫେରି ପାଇବ ତ? ତେଣୁ କେହି କାହାରି ଧର୍ମକୁ ଅଙ୍ଗୁଳି ନିର୍ଦ୍ଦେଶ କର ନା, ନିଜ ଧର୍ମକୁ ବଜାୟ ରଖ। ସ୍ୱଧର୍ମେ ନିଧନଂ ଶ୍ରେୟ, ପରଧର୍ମ ଭୟାଭୟ। ଜୟ ଶିଶୁ ଅନନ୍ତ ରାଜା, ଜୟ ସତ୍ୟ ସନାତନ କଳ୍କିରା, ଜୟ ଶିଶୁ ଅନନ୍ତ ରାଜା, ଜୟ ସତ୍ୟ ସନାତନ କଳ୍କିରା, ଜୟ ଶିଶୁ ଅନନ୍ତ ରାଜା,
ଶିଶୁ ଆନନ୍ଦ